ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମର ନିର୍ଦ୍ଧାରଣ 2024। ଶ୍ରେଣୀ ହେଉଛି ଦ୍ୱିତୀୟ, ବିଷୟ ହେଉଛି ଚିତ୍ରାଙ୍କନ। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ତୁମର ସମ୍ପୂର୍ଣ୍ଣ ନାମ ଲେଖିବ, ଏଠି ଲେଖିବ ତୁମର ରୋଲ୍ ନମ୍ବର, ଏଠି ଲେଖିବ ବିଭାଗ, ଏଠି ଲେଖିବ ତାରିଖ। ଠିକ୍ ଅଛି ପିଲାମାନେ ଏଠି ତୁମର ସମ୍ପୂର୍ଣ୍ଣ ବିଦ୍ୟାଳୟର ନାମ ଲେଖିବ, ଏଠି ଲେଖିବ ତୁମର ବ୍ଲକର ନାମ। ପିଲାମାନେ ଏହା ହେଉଛି ତୁମର ଲିଖିତ ପରୀକ୍ଷା, ସମୟ ହେଉଛି 1 ଘଣ୍ଟା 30 ମିନିଟ୍, ପୃଷ୍ଠା ସଂଖ୍ୟା 4। ଠିକ୍ ଅଛି ପ୍ରଶ୍ନ ସଂଖ୍ୟା ଅଛି 3 ଏବଂ ପୂର୍ଣ୍ଣ ସଂଖ୍ୟା ହେଉଛି 50 ମାର୍କ। ଠିକ୍ ଅଛି ପ୍ରଶ୍ନ ଅଛି ସୂଚନା ଅଛି ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାଖରେ ଦିଆଯାଇଛି। ବିନ୍ଦୁ ଯୋଡ଼ି ଯେକୌଣସି ଗୋଟିଏର ଚିତ୍ର ଅଙ୍କନ କର। ପିଲାମାନେ ଏଠି ଗୋଟିଏ ଚିତ୍ର ଅଛି ଯାହାକୁ ବିନ୍ଦୁ ଯୋଡ଼ିଲେ ହିଁ ଅତି ସ୍ପଷ୍ଟ ଜଣାପଡ଼ିବ। ଦୁଇଟି ଚିତ୍ର ଅଛି ଯେକୌଣସି ଗୋଟିଏର ଚିତ୍ରକୁ ବିନ୍ଦୁ ଯୋଡ଼ି ଦେଖାଇବ। ଠିକ୍ ଅଛି ଏହା ଗୋଟେ ଚିତ୍ର ଅଛି ଏବଂ ତା ତଳକୁ ଗୋଟେ ଚିତ୍ର ଅଛି, ବିନ୍ଦୁ ଯୋଡ଼ିଲେ ହିଁ ତାହା ସ୍ପଷ୍ଟ ଜଣାପଡ଼ିବ ଏବଂ ଭଲ ଦେଖାଯିବ। ଧ୍ୟାନ ଦେବ ଯେମିତି ତୁମର ଗାରଟି ବାହାରକୁ ନଯାଏ। ଠିକ୍ ଅଛି ନହେଲେ ମାର୍କ ମିଳିବ ନାହିଁ, ଅର୍ଥାତ୍ ମାର୍କ କମିଯିବ। ଠିକ୍ ଅଛି ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଯେକୌଣସି ଗୋଟିଏ ଚିତ୍ରରେ ରଙ୍ଗ ଦିଅ। ପିଲାମାନେ ଏଇଠି ଦୁଇଟି ଚିତ୍ର ଅଛି, ତୁମେ ରଙ୍ଗ ଦେବ। ଠିକ୍ ଅଛି ଦୁଇଟି ଚିତ୍ର ଅଛି ଏବଂ ତା ତଳକୁ ଗୋଟିଏ ଚିତ୍ର ଅଛି। ଠିକ୍ ଅଛି ଯେକୌଣସି ଗୋଟିଏ ଚିତ୍ରରେ ରଙ୍ଗ ଦେବ। ପିଲାମାନେ ଏଠି ଗୋଟେ ଇନ୍ଦ୍ରଧନୁ, ଇନ୍ଦ୍ରଧନୁ ଯେପରି 7ଟି ରଙ୍ଗ ରହିଥାଏ, ଠିକ୍ ସେହିପରି 7ଟି ରଙ୍ଗ ଦେବ, ଭିନ୍ନ ଭିନ୍ନ ରଙ୍ଗ ଦେବ। ଏଇଟା ଗୋଟେ ପିଲାମାନେ ବାଦଲ। ଠିକ୍ ଅଛି ଟିକେ ବାଦଲ ଯେମିତି ଦେଖାଯାଏ ଟିକେ ସେହିପରି ଚିତ୍ର ଦେବ। ଏଇଠି ଗୋଟେ ଖଜୁରୀ ଗଛ ଅଛି ପିଲାମାନେ। ଠିକ୍ ଅଛି ଖଜୁରୀ ଗଛ ଅଛି, ଏଇଠି ଶାଗ ଦେବ ଏବଂ ତା ଗଛରେ ତା କାଣ୍ଡରେ ଦେବ ଏଇଠି ଧୂସରିଆ ରଙ୍ଗ କିମ୍ବା ମାଟିଆ ରଙ୍ଗ ଦେବ। ଠିକ୍ ଅଛି ଜଣାପଡ଼ିବ ଯେକୌଣସି ଗୋଟିଏ ଚିତ୍ରକୁ କରିବ ପିଲାମାନେ। ଠିକ୍ ଅଛି ଭଲ ଭାବରେ ରଙ୍ଗ ଦେବ, ସୁନ୍ଦର ଦେଖାଯିବ। ତ ଯଦି ସୁନ୍ଦର ଦେଖାଯିବ ତାହେଲେ ନିଶ୍ଚୟ ମାର୍କ ମିଳିବ। ଠିକ୍ ଅଛି ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ତଳେ ଦିଆଯାଇଥିବା ଚିତ୍ର ଦେଖି ଯେକୌଣସି ଗୋଟିଏ ଚିତ୍ରକୁ ଅଙ୍କନ କର। ପିଲାମାନେ ଏଠି ଦୁଇଟି ଚିତ୍ର ଅଛି। ଠିକ୍ ଅଛି ଯେକୌଣସି ଗୋଟିଏ ଚିତ୍ରକୁ ତୁମେ ଏଇ ଘରେ ଅଙ୍କନ କରିବ ଏବଂ ରଙ୍ଗ ମଧ୍ୟ ଦେବ। ଠିକ୍ ଅଛି ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ।